ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ଶ୍ରୀ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେ +3 ସେକେଣ୍ଡ ସେମିଷ୍ଟାରର ଯାହାକି କମ୍ପଲସରି ଓଡ଼ିଆ ପ୍ରାୟ ସବୁ ପିଲାଙ୍କର ଅଛି। ଓକେ, ଚାଲ ତାପରେ ଆଜି ଦେଖିବା ପେଜ୍ ନମ୍ବର 7 ହେଲା। ପରିବର୍ତ୍ତନ ଘଟିଥାଏ। ତ ପୂର୍ବରୁ ଅଧା ଛାଡ଼ି ଦେଇଥିଲି, ଏଇଠୁ ପରିବର୍ତ୍ତନ ଘଟିଥାଏ। ଓକେ, ତେଣୁ ସମୟର ପରିବର୍ତ୍ତନରେ ଭାଷାରେ ଯେଉଁ ନୂତନ ଶବ୍ଦ ସଂଯୋଗ ହୁଏ, ରୂପ ବଦଳରେ ମନୁଷ୍ୟ ତାକୁ ସବୁ ପ୍ରକାର ପରିବେଶରୁ ଶିକ୍ଷା ଲାଭ କରିଥାଏ। ଯେଉଁ ଯେଉଁ ପରିବେଶ ସ୍ତର ପରିସରରୁ ମଣିଷ ଭାଷା ଶିକ୍ଷା କରେ, ସେ ସମ୍ବନ୍ଧରେ ବିଭିନ୍ନ ଭାଷା ତତ୍ତ୍ୱବିତ୍ ବିଭିନ୍ନ ପ୍ରକାର ଆଲୋଚନା କରାଯାଇଛନ୍ତି। ତାହାକୁ ଆମେ ନିମ୍ନ ମତେ ବର୍ଣ୍ଣନା କରିପାରିବା। ଓକେ, ସେଇ ଚାର୍ଟଟା ଏଇଠି ଦିଆଯାଇଛି। ଓକେ, ଆପଣ ଦେଖିନେବେ ଭଲ କିନା। ଦେଖ, ପାରିବାରିକ ପରିସର। ସାଧାରଣତଃ କୁହାଯାଏ କି ମଣିଷଟି ତା'ର ଶୈଶବରୁ ନିଜ ମାଆଙ୍କ ଠାରୁ ପ୍ରଥମେ ଭାଷା ଶିକ୍ଷା କରିଥାଏ। କ୍ରମେ ନିଜ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ପାଖରୁ ମଧ୍ୟ ଭାଷା ଶିକ୍ଷା କରେ। କିନ୍ତୁ ଯେଉଁ ପିଲାମାନଙ୍କର ଭାଷା ପ୍ରୟୋଗରେ ତ୍ରୁଟି ଥାଏ, ସେମାନଙ୍କର ଉଚ୍ଚାରଣରେ ଶୁଦ୍ଧତା ନଥାଏ କିମ୍ବା ସେମାନେ ଭାଷା ଉଚ୍ଚାରଣ କରିବାର ଅକ୍ଷମ ହୋଇଥାନ୍ତି। ଆଉ କେତେକ ସ୍ଥଳେ ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ କରୁଥିବା ବ୍ୟକ୍ତିଙ୍କ ସହିତ ଭାଷା ବିନିମୟ କରିବା ସମୟରେ ସେମାନଙ୍କର ତ୍ରୁଟିପୂର୍ଣ୍ଣ ଉଚ୍ଚାରିତ ଭାଷା ମଧ୍ୟ ଶିକ୍ଷା କରିଥାଏ, ଯାହାର ଫଳସ୍ୱରୂପ ସାରା ଜୀବନ ସେହି ପ୍ରକାରର ଭାଷାଗତ ତ୍ରୁଟି ତା' ପାଖରେ ପରିଲକ୍ଷିତ ହୁଏ। ତେଣୁ ପରିବାରକୁ ଭାଷା ବ୍ୟବହାର କ୍ଷେତ୍ରରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପରିସର ଭାବେ ଗ୍ରହଣ କରାଯାଏ। ପାରିବାରିକ ପରିସ୍ଥିତି ପରିବେଶ ବିଶେଷ ପ୍ରଭାବ ପକାଏ। ଗୋଟିଏ ଶିଶୁ ଉପରେ ଆବଶ୍ୟକ ସ୍ଥଳେ ପଡ଼ୋଶୀମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କଠାରୁ ଭାଷା ଶିକ୍ଷା କରେ ଓ ପ୍ରଭାବିତ ହୋଇଥାଏ। ଶିଶୁ ଅତି କୋମଳ, ମନ ନିର୍ମଳ, ତେଣୁ ଉଚିତ ଅନୁଚିତ ଭୁଲ ଠିକ୍ ସେ ଜାଣିପାରେ ନାହିଁ। ତେଣୁ ଶ୍ଳୀଳ ଓ ଅଶ୍ଳୀଳର ବିଚାର ସେ କରିପାରେ ନାହିଁ, ଯାହାର ପରିଣାମରେ ଅଜ୍ଞତାବଶତଃ ସେ ବେଳେବେଳେ ଅସଭ୍ୟ ମଧ୍ୟ କହିଥାଏ। ପିତାମାତା ଓ ପରିବାରର ଅନ୍ୟାନ୍ୟ ସଦସ୍ୟଗଣ ଶିଶୁର ଭାଷା ଶିକ୍ଷା ପ୍ରତି ଏ ସମୟରେ ଅଧିକ ଯତ୍ନଶୀଳ ହେବା ଅତ୍ୟାବଶ୍ୟକ ଅଟେ। ଶିକ୍ଷଣ ପରିସର। ଭାଷା ଶିକ୍ଷାର ଦ୍ୱିତୀୟ ବିଭାଗ ବା ପରିସର ହେଉଛି ଶିକ୍ଷଣ କ୍ଷେତ୍ର, ଯାହାକି ଶିଶୁ ପାଇଁ ପ୍ରଥମେ ସମ୍ପୂର୍ଣ୍ଣ ଭାବେ ଅଜଣା ଥାଏ। କେତେକ ନୂତନ ସାଙ୍ଗସାଥୀ, ଶିକ୍ଷକ ଶିକ୍ଷିକାମାନଙ୍କୁ ସେ ଭେଟିଥାଏ। ପରିବାର ପରେ ଏହି ଦ୍ୱିତୀୟ କ୍ଷେତ୍ରରେ ସେ ନିଜକୁ ଖାପ ଖୁଆଇବା ପାଇଁ ଓ ଭାବ ବିନିମୟ ନିମନ୍ତେ ପ୍ରମୁଖ ମାଧ୍ୟମ ଭାବେ ଭାଷାକୁ ଗ୍ରହଣ କରିଥାଏ। ଅନ୍ୟମାନଙ୍କର କଥିତ ଭାଷା ସହିତ ପ୍ରଥମେ ଅଭିହିତ ହୁଏ ଓ ନିଜେ କୁହେ। କଥନ ପ୍ରକ୍ରିୟା ସହ ଲିଖନ ଶିକ୍ଷା କରେ। ବିଭିନ୍ନ ଅକ୍ଷର ସହ ପରିଚିତ ହେବା ପରେ ଧୀରେ ଧୀରେ ବର୍ଣ୍ଣ, ଶବ୍ଦ, ବାକ୍ୟ ସହ ତା'ର ପରିଚୟ ବଢ଼େ। କ୍ରମାଗତ ଅଭ୍ୟାସ ଦ୍ୱାରା ବ୍ୟବହାରିକ ଲିଖନ ବିଧି ଜାଣିବାକୁ। ଓକେ, ଏଇଠି ଭିଡ଼ିଓଟି ସରିଯାଇଛି। ଆପଣ ଏଇଟା ଧୀରେ ଧୀରେ ଷ୍ଟପ୍ କରିକି ଦେଖିବେ କିମ୍ବା ପଢ଼ିବେ। ତା ମଧ୍ୟରୁ ସର୍ଟ କୋଶ୍ଚିନ୍, ଲଙ୍ଗ୍ କୋଶ୍ଚିନ୍ ସବୁ ଆପଣ ଜାଣିପାରିବେ। ଓକେ, ଇଏ ସବୁ ତା'ର ଗୋଟେ ଗୋଟେ ପଏଣ୍ଟ। ଏଇ ପଏଣ୍ଟ ଗୁଡ଼ାକୁ ମେନ୍ ମନେ ରଖିବ। ଏଇ ପଏଣ୍ଟ ଗୁଡ଼ା ମନେ ରଖିଲେ ତାପରେ କିଛି ସମୟ ଭାବିକି ଲେଖିପାରିବ। କିଛି ଘୋଷିଥିବ କି ବାରମ୍ବାର ପଢ଼ିକି ଲେଖିଥିବ କି ଇଏ କରିଥିଲେ ମନେ ପଡ଼ିବ ସବୁ। ଓକେ, ସେ ଷ୍ଟପ୍ କରି ଲେଖିବ। ଏଇଟା ଗୋଟେ ଚାର୍ଟ। ଏଇ ଚାର୍ଟରେ ଯେତିକି ପଢ଼ିବ ସବୁ ଘୋଷିଦେବ। ଘୋଷିଦେଲେ ଏଥର ପଡ଼ିବ ଭାଷା ପ୍ରଚଳନ କ୍ଷେତ୍ରରେ ଆଲୋଚନା କର।
ତମେ ତାପରେ ଆଲୋଚନା କରିବ ଏଇ 4ଟା ପଏଣ୍ଟ ହେଟା ଦେଇକି ସବୁ ଲେଖିବ। ଓକେ? ଏଇଭଳିଆ ସବୁ ଇଏ କରିବ ଲଙ୍ଗ କୋଶ୍ଚିନ୍ ଆରାମସେ ଭଲ ମାର୍କ ରହିବ। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ।